ପିଲାମାନେ ସମସ୍ତେ କେମିତି ଅଛ? ମୁଁ ବିଶ୍ୱନାଥ ସାର୍ ସମସ୍ତଙ୍କୁ ବାଗଦେବ ଟ୍ୟୁଟର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜି ଆମେ ଏହି କ୍ଲାସରେ ତୁମର ସାହିତ୍ୟର ପ୍ରଥମ ପ୍ରବନ୍ଧ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜୀବନୀ ଓ ସାହିତ୍ୟ କୃତି ଏହି ପ୍ରବନ୍ଧର ସମସ୍ତ ଇମ୍ପୋର୍ଟାଣ୍ଟ MCQ ଏବଂ ତୁମର ପ୍ରିଭିୟସ୍ ଇୟର ଏକ୍ଜାମରେ ଯାହା ବି ଇମ୍ପୋର୍ଟାଣ୍ଟ MCQ ପଡ଼ିଥିଲା ସବୁକିଛିକୁ ଆମେ ଏଠାରେ ଡିସ୍କସନ୍ କରିବା। କହିବାକୁ ଗଲେ ଟୋଟାଲ 50ଟି ଇମ୍ପୋର୍ଟାଣ୍ଟ MCQ ଏଠାରେ ଆମେ ଡିସ୍କସନ୍ କରିବା, ଯାହାକି ତୁମର ଉପର ଭାଇ ଭଉଣୀମାନେ ଯେଉଁ ଏକ୍ଜାମ୍ ମାଟ୍ରିକ ଏକ୍ଜାମ୍ ପାସ୍ କଲେ ସେମାନଙ୍କର ପଡ଼ିଥିଲା ଏବଂ ତୁମର ମଧ୍ୟ ଏକ୍ଜାମରେ ଏଥିରୁ କ୍ୱେଶ୍ଚିନ୍ ଆସିବ। ତେଣୁ ଏହି ଚାପ୍ଟରରୁ ଯାହା କ୍ୱେଶ୍ଚିନ୍ ଆସିବ ଏଇ ଭିତରୁ ଆସିବ, ସେଥିପାଇଁ ଧ୍ୟାନର ସହିତ ଏଇ 50ଟା MCQ ସମସ୍ତେ ମନେ ରଖିଦିଅ। ତେଣୁ ଦେଖ, ମୁଁ ଅଲରେଡ଼ି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏହି ଚାପ୍ଟରଟିର କ୍ଲାସ୍ କରିଦେଇଛି। ତେଣୁ ଏକ୍ସପ୍ଲାନେସନ୍ କ୍ଲାସ୍ ଯେଉଁ ପିଲାମାନେ ଦେଖିବାକୁ ଚାହୁଁଛ ସେମାନଙ୍କୁ ପ୍ଲେଲିଷ୍ଟ ଭିତରେ ସେ ଭିଡ଼ିଓ ମିଳିଯିବ, ସେ ପ୍ଲେଲିଷ୍ଟ ଚେକ୍ଆଉଟ୍ କରିପାରିବ। ଏବଂ ପ୍ରଶ୍ନାବଳୀ ଭିଡ଼ିଓ ଯଦି ଦେଖିବାକୁ ଚାହୁଁଛ ତାହେଲେ ବି ଦେଖିପାରିବ, ସବୁକିଛି ତୁମକୁ ପ୍ଲେଲିଷ୍ଟରେ ମିଳିଯିବ। ଏବଂ ଏହା ସହିତ ତୁମକୁ ସବୁ ସବଜେକ୍ଟର କ୍ଲାସ୍ ଏଠାରେ ମିଳିଯିବ, ସବୁ ସବଜେକ୍ଟ ପାଇଁ ସେପାରେଟ୍ ପ୍ଲେଲିଷ୍ଟ ହେଇଛି, ପ୍ଲେଲିଷ୍ଟ ଭିତରେ ଯାଇକି ତୁମେ କ୍ଲାସ୍ ଦେଖିପାରିବ ଏବଂ ରିଭାଇଜ୍ ମଧ୍ୟ କରିପାରିବ। ତାହେଲେ ଆମେ ଦେଖିବା, ଚାଲ ଫାର୍ଷ୍ଟ କ୍ୱେଶ୍ଚିନ୍ ପୁରା ଆରାମସେ ଆମେ ବୁଝିବା। ପ୍ରଥମ କ୍ୱେଶ୍ଚିନ୍ ଦେଲା ଯେ କାନ୍ତକବି କିଏ ଅଟନ୍ତି? ନା କାନ୍ତକବି କିଏ? ନା ଲକ୍ଷ୍ମୀକାନ୍ତ ମହାପାତ୍ର। ବୁଝିଲ, କେତେ ହେଇଛି ଦେଖ, ଚାପ୍ଟର ନା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ତେଣୁ ତାଙ୍କୁ କାନ୍ତକବି ଆଖ୍ୟା ଦିଆଯାଇଛି। କାନ୍ତକବିଙ୍କ ନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା କାହିଁକି? ବହୁତ ଇମ୍ପୋର୍ଟାଣ୍ଟ, କାରଣ ସେ ଗୁରୁବାର ମାଣବସାରେ ଜନ୍ମ ହେଉଥିବାରୁ। ଦେଖ, ମାଣବସା ଗୁରୁବାର ଯେହେତୁ ସେ ଜନ୍ମ ହୋଇଥିଲେ ତାଙ୍କ ନାଁ କାନ୍ତକବି ଦିଆଯାଇଥିଲା। ଏଇଟା ମୁଁ ପଢ଼େଇଛି, ହେଲା, ପଢ଼େଇଛି ବୋଲି ଦେଖ ମୋର ମନେ ଅଛି ନା ନାହିଁ। ସେମିତି ତୁମେ ଯଦି ଭଲ ଭାବରେ ପଢ଼ିଥିବ ତାହେଲେ ତୁମର ବି ମନେ ରହିଯିବ। ତାପରେ କାନ୍ତକବିଙ୍କ ଜନ୍ମଭୂମି କେଉଁଠି ଥିଲା? କୋଉଠି ଥିଲା କିରେ? ଜନ୍ମଭୂମିଟା ଥିଲା ତାଙ୍କର ଜନ୍ମ ହୋଇଥିଲେ କୋଉଠି? ଆକ୍ଚୁଆଲି କଟକରେ ଜନ୍ମ ହୋଇଥିଲେ, ବୁଝିଲା। କିନ୍ତୁ ଭଦ୍ରକ ହେଉଛି ତାଙ୍କ ବାପାଙ୍କ ନିଜ ଗାଁ, ଭଦ୍ରକରେ ଅଛି, କିନ୍ତୁ କଟକରେ ସେ ଜନ୍ମ ହୋଇଥିଲେ, ବୁଝିଲା। ତେଣୁ ଆଉ ଭଦ୍ରକ ମାରିଦେବନି, ଭୁଲ ହେଇଯିବ। ଲକ୍ଷ୍ମୀକାନ୍ତଙ୍କ ପୈତୃକ ଗ୍ରାମର ନାମ କ'ଣ? ଦେଖ, ପୈତୃକ ପିତାଙ୍କ ଗ୍ରାମ କୋଉଟା? ନା ଭଦ୍ରକର କୋଉଟା? ନା ଭଦ୍ରକର ତାଳପଦା, ହେଲା। ତେଣୁ ଏ ଦୁଇଟା ଜିନିଷ ମନେ ରଖ, ଜନ୍ମ ହୋଇଥିଲେ କଟକରେ କିନ୍ତୁ ପୈତୃକ ଗ୍ରାମ ହେଲା ଭଦ୍ରକର ତାଳପଦା। ନେକ୍ସଟ, କାନ୍ତକବିଙ୍କ ପିତାଙ୍କ ନାମ କ'ଣ ଥିଲା? ତାଙ୍କ ନାଁଟା ଟିକେ ବଡ଼ ଥିଲା, ତେଣୁ ଏଟା ସମସ୍ତଙ୍କୁ ଆସିବ, ଚୌଧୁରୀ। ଆରେ କିଛି ଭୁଲ ଦେଇଛି କି? ଦେଖ, ତାହେଲେ ଯୋଉ ଲକ୍ଷ୍ମୀକାନ୍ତ ବାପାଙ୍କ ନାମ ଥିଲା ଚୌଧୁରୀ ଭାଗବତ ପ୍ରସାଦ କ'ଣ ମହାପାତ୍ର, ଯୋଉ ସାମନ୍ତରାୟ ମହାପାତ୍ର ଦେଇନି, ଟୋଟାଲ ଦେଇନି, ହେଲା। ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ହେଲା ମହାପାତ୍ର, ମନେ ରଖ। ଆଉ ଥରେ କହୁଛି ରିପିଟ୍ କରିକି, ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ହେଲେ ତାଙ୍କ ବାପାଙ୍କ ନାଁ। ଏତେ କ୍ଲିୟର? ଓକେ। ତାପରେ ଦେଖ, କାନ୍ତକବିଙ୍କ ମାତାଙ୍କ ନାମ କ'ଣ ଥିଲା? ମାଙ୍କର ନାମ କ'ଣ ଥିଲା କିରେ? ବହୁତ ଇଜି, ଏଟା ସମସ୍ତେ ଆସିବ। ନା ତାଙ୍କ ମାତାଙ୍କ ନାମ ଥିଲା କ'ଣ? କ'ଣ ଦେଇଛି? ନା ହୀରାମଣି, ରାଧାମଣି, ଗୀତାମଣି, ସୀତାମଣି। ସମସ୍ତେ ଆସିବ ଯେ ସାର୍ ରାଧାମଣି ବୋଲି ମନେ ହେଲା। ଓକେ, ଦେଖିବା ତାହେଲେ ତାଙ୍କ ରାଧାମଣି ଯୋଉ ମା ଥିଲେ, ସେ କେଉଁ ଜମିଦାରଙ୍କର କନ୍ୟା ଥିଲେ? ନା ସାର୍ କଣ୍ଟାପଡ଼ା ଜମିଦାରଙ୍କର ଇଏ ଥିଲେ, ବୁଝିଲ। କଣ୍ଟାପଡ଼ା ଜମିଦାରଙ୍କର କନ୍ୟା ଥିଲେ। କ୍ଲିୟର? ଦେଖ, ପୁରା ଭଲ ଭାବରେ ଆମେ ବୁଝିବା, ତେଣୁ ଟେନସନ୍ ନେବାର ନାହିଁ। ଲକ୍ଷ୍ମୀକାନ୍ତଙ୍କ ପିତା ପ୍ରଥମେ ଓକିଲାତି କାର୍ଯ୍ୟ କେଉଁଠାରୁ ଆରମ୍ଭ କରିଥିଲେ? ଯେତେବେଳେ ତାଙ୍କ ମାନେ ସେ ଓକିଲାତି ପାଇଁ ପ୍ରିପାରେସନ୍ କରୁଥିଲେ, ଯେତେବେଳେ ଓକିଲାତି ହେଇଗଲା, ସେ କୋଉଠି କଲେ? ନା ସେ ବାଲେଶ୍ୱରରେ ଓକିଲତା କରିଥିଲେ। ତେଣୁ ଆମର ଅପସନ୍ ଖ ହେଇଯିବ କରେକ୍ଟ ଆନ୍ସର, ବୁଝିଲା। ତାପରେ ଛାତ୍ରାବାସରେ ଲକ୍ଷ୍ମୀକାନ୍ତ କାହା ତତ୍ତ୍ୱାବଧାନରେ ପାଠ ପଢୁଥିଲେ? ନା ଉମାଚରଣ ତାଙ୍କ ବାପାଙ୍କର ଦୂର ସମ୍ପର୍କୀୟ ଜଣେ ବନ୍ଧୁ ଥିଲେ, ବୁଝିଲା। ତାଙ୍କ ତତ୍ତ୍ୱାବଧାନରେ ସେ ପାଠ ପଢୁଥିଲେ। ଲକ୍ଷ୍ମୀକାନ୍ତ କେଉଁ ସ୍କୁଲରୁ ଏଣ୍ଟ୍ରାନ୍ସ ପାସ୍ କଲେ? ବହୁତ ଇମ୍ପୋର୍ଟାଣ୍ଟ। କେଉଁ ସ୍କୁଲରୁ? ନା ବାଲେଶ୍ୱର ଜିଲ୍ଲା ସ୍କୁଲରୁ, ବୁଝିଲା। କେବେ? ନା 1907 ମସିହାରେ। କେବେ କିରେ?
ନା 1907 ମସିହାରେ ହେଲା ସେ ବାଲେଶ୍ୱରରେ ବାଲେଶ୍ୱର ଜିଲ୍ଲା ସ୍କୁଲ ଥିଲା ସେଥିରେ ସେ ଏଣ୍ଟ୍ରାନ୍ସ ପାସ୍ କରିଥିଲେ ବା ତତ୍କାଳୀନ ଯେଉଁ କହୁଛେ ମାଟ୍ରିକ। ଓକେ, ନେକ୍ସଟ, ଲକ୍ଷ୍ମୀକାନ୍ତ କେଉଁ ମହାବିଦ୍ୟାଳୟରୁ ଆଇଏ ପାସ୍ କରିଥିଲେ? କେଉଁ ମହାବିଦ୍ୟାଳୟରୁ ଆଇଏ ପାସ୍ କରିଥିଲେ? ନା କଟକସ୍ଥ ରେଭେନ୍ସା ମହାବିଦ୍ୟାଳୟ, ମନେ ରଖ ରେଭେନ୍ସା କଲେଜ। କ୍ଲିୟର, ରେଭେନ୍ସା କଲେଜ ହେଇଛି ଗୋଟେ ଆମର କରେକ୍ଟ ଆନ୍ସର। ବୁଝିଲ? ତା ଦେଖ ନେକ୍ସଟ, କାନ୍ତକବି ଆଇଏ ପାସ୍ ପରେ ବିଏ ପଢିବାକୁ ସେ କେଉଁଠାରେ ପ୍ରଥମେ ନାମ ଲେଖାଇଥିଲେ? ସେ ବିଏ ପଢିବା ପାଇଁ କୁଆଡେ ଗଲେ କହିଲ? ନା ସାର୍ ସେ ବିଏ ପଢିବା ପାଇଁ କୁଆଯାଇଥିଲେ? ନା କଲିକତାର ରିପନ କଲେଜ, ସେଠି ଯାଇକି ସେ ନାମ ଲେଖାଇଲେ। ହେଲା, ନାମ ଲେଖାଇଥିଲେ, ସେ ଦେଇଛି ପଚାରିଛି ମୁଁ କଲିକତାର ରିପନ କଲେଜରେ ଯାଇକି ସେ ନାମ ଲେଖାଇଥିଲେ। ତାପରେ କଲେଜରେ ପାଠ ପଢା ବେଳେ ସେ କ୍ରୀଡ଼ା ସହିତ କେଉଁ ବାଦ୍ୟଯନ୍ତ୍ର ବଜାଇ ସଙ୍ଗୀତ ପରିବେଷଣରେ ଅଧିକ ସମୟ ବ୍ୟୟ କରୁଥିଲେ? କଣ କିରେ? ବହୁତ ଇମ୍ପୋର୍ଟାଣ୍ଟ ଦେଖ, ଗୋପୀ ଯନ୍ତ୍ର, ମନେ ରଖ କଣ ହବ ଏଟା? ଗୋପୀ ଯନ୍ତ୍ର। ପାଠ ପଢା ଅପେକ୍ଷା ତାଙ୍କର ଖେଳା ଖେଳି ଟିକେ ଅଧିକ ହଉଥିଲା, ଯେମିତିକି ବ୍ୟାଡମିଣ୍ଟନ, ଟେନିସ୍ ଆଉ କ୍ରିକେଟ ଖେଳ, ଏଥିପ୍ରତି ମାନେ ସେ ବେଶୀ ଏଗୁଡିକ ଖେଳୁଥିଲେ ଏବଂ ଗୋପୀ ଯନ୍ତ୍ର ବଜାଇକି ସେ ସଙ୍ଗୀତ ମଧ୍ୟ ପରିବେଷଣ କରୁଥିଲେ। ଏଥିରେ ତାଙ୍କର ଅଧିକାଂଶ ସମୟ ଯାଉଥିଲା। ମନେ ହେଲା? ପୁରା ଡିଟେଲରେ ବୁଝଉଛି ହେଲା, ଧ୍ୟାନ ସହିତ ଶୁଣ ସେଥିପାଇଁ। ତା 13 ଦେଖ, ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କାଳରେ ସେ କେଉଁ ନାଟକରେ ଅଭିନୟ କରି ଦର୍ଶକମାନଙ୍କୁ ମୁଗ୍ଧ କରିଥିଲେ? କେଉଁ ନାଟକରେ? ନା କାଞ୍ଚି କାବେରୀ। ବହୁତ ଇମ୍ପୋର୍ଟାଣ୍ଟ ଏଟା ଏବଂ ସହଜିଆଟେ ମଧ୍ୟ, ଆକୁ ମନେ ରଖିଦିଅ। କଣ ହବ? ନା ସାର୍ କାଞ୍ଚି କାବେରୀ ହବ। ମନେ ହେଲା? ଓକେ, ବହୁତ ଇମ୍ପୋର୍ଟାଣ୍ଟ, ଏକ୍ଜାମରେ ବାରମ୍ବାର ପଢିବ ହେଲା, ଇମ୍ପୋର୍ଟାଣ୍ଟ ଲେଖିଦେଉଛି ଏଟା ଇମ୍ପୋର୍ଟାଣ୍ଟ। ନେକ୍ସଟ, ସେତେବେଳେ ମୁକୁର ପତ୍ରିକାର ସମ୍ପାଦକ କିଏ ଥିଲେ କିରେ? ମୁକୁର ପତ୍ରିକା ସେତେବେଳେ ଯୋଉ ଚାଲିଥିଲା ତାର ସମ୍ପାଦକ କିଏ ଥିଲେ? ନା ଭଲରେ କୁହ। ମୁକୁର ପତ୍ରିକାର ସମ୍ପାଦକ କିଏ ଥିଲେ? ନା ବ୍ରଜ ସୁନ୍ଦର ଦାସ ଥିଲେ। ମନେ ହେଲା? ମୁକୁର ପତ୍ରିକାର ସମ୍ପାଦକ କିଏ ଥିଲେ? ନା ବ୍ରଜ ସୁନ୍ଦର ଦାସ। ଉତ୍କଳ ସାହିତ୍ୟର କିଏ ସମ୍ପାଦକ ଥିଲେ? ନା ବିଶ୍ୱନାଥ କର। ବୁଝିଲା? ଦେଇଛି ଏଠି କ୍ୱେଶ୍ଚିନ୍ ହେଲା। ବିଶ୍ୱନାଥ କର କେଉଁ ପତ୍ରିକାର ସମ୍ପାଦକ ଥିଲେ? ନା ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ଥିଲେ। ବୁଝିଲା? ନା କାହାର କିଛି ଡାଉଟ୍? ନେକ୍ସଟ ଦେଖିବା, ଏ ଦିଟା ମନେ ରଖିଦିଅ ହେଲା। ତାও ଦେଖ ନେକ୍ସଟ, ଏଣ୍ଟ୍ରାନ୍ସ ପଢୁଥିବା ବେଳେ କବିତା ଲେଖିବା ପାଇଁ ରେଭେନ୍ସା ଛାତ୍ରାବାସରେ କାହାର ଶ୍ରଦ୍ଧାଭାଜନ ହୋଇଥିଲେ? କାହାର ଶ୍ରଦ୍ଧାଭାଜନ ହୋଇଥିଲେ? ନା ଉତ୍କଳମଣି ଗୋପବନ୍ଧୁ ଦାସଙ୍କର। ମନେ ରଖ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ସେ ଶ୍ରଦ୍ଧାଭାଜନ ହୋଇଥିଲେ ଯେତେବେଳେ ସେ ରେଭେନ୍ସା ଛାତ୍ରାବାସରେ, ମାନେ ରେଭେନ୍ସା ହଷ୍ଟେଲରେ ଯେତେବେଳେ ସେ ମାନେ ପଢିବା ସମୟରେ। କ୍ଲିୟର? ଓକେ, ହେଲେ ସମସ୍ତେ ବୁଝିପାରୁଥିବ, କାହାର କିଛି ଡାଉଟ୍ ନଥିବ। ବା ଏଣ୍ଟ୍ରାନ୍ସ ପଢିଲା ବେଳେ କବିତା ଲେଖିବା ପାଇଁ ରେଭେନ୍ସା ଛାତ୍ରାବାସରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ସେ ଶ୍ରଦ୍ଧାଭାଜନ ହୋଇଥିଲେ। ମନେ ହେଲା? ତାପରେ ଯେତେବେଳେ ଆଇଏ ପଢୁଥିଲେ ସେଇ ସମୟରେ କବିତା ରଚନା ପାଇଁ ସେ କାହାର ପ୍ରଶଂସା ଲାଭ କରିଥିଲେ? ନା ସାର୍ ଫକୀର ମୋହନ ସେନାପତିଙ୍କର। ମନେ ହେଲା? କାହାର? ନା ଫକୀର ମୋହନ ସେନାପତିଙ୍କର ପ୍ରଶଂସା ସେ ଲାଭ କରିଥିଲେ। ମନେ ହେଲା? ଏଟା ସବୁ ଜାଗା ମୁଁ ପଢେଇଛି ହେଲା, ଇମ୍ପୋର୍ଟାଣ୍ଟ ବୋଲି ମଧ୍ୟ କହିଛି। ତାପରେ ଦେଖ, କେଉଁ ବ୍ୟକ୍ତିଙ୍କର ସେବା ସଂସ୍ଥା ଦ୍ୱାରା କାନ୍ତକବି ଦୀନ ଦୁଃଖୀଙ୍କ ସେବା କରିବାର ପ୍ରେରଣା ପାଇଥିଲେ? କାହିଁକିରେ? ନା ହେମଚନ୍ଦ୍ର ସରକାର ଗୋଟେ ସେବା ସଂସ୍ଥା ଗଠନ କରିଥିଲେ, ଯୋଉ ଆଣିଥିବ। ବୁଝିଲା? ଯୋଉମାନେ ଦୀନ ଦୁଃଖୀ ଆଉ ବ୍ୟାଧି ପୀଡ଼ିତ ଲୋକ ଥିଲେ ସେମାନଙ୍କର ସେବା ପାଇଁ ରେଭେନ୍ସା ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଥିଲେ, ତାଙ୍କ ନାଁ ହେଲା ହେମଚନ୍ଦ୍ର ସରକାର। ସେ ଗୋଟେ ସେବା ସଂସ୍ଥା ଗଠନ କରିଥିଲେ। ସେଇ ସଂସ୍ଥାରେ ଲକ୍ଷ୍ମୀକାନ୍ତ ଥିଲେ ଜଣେ ଅଗ୍ରଣୀ ସ୍ୱେଚ୍ଛାସେବୀ। ବୁଝିଲା? ଯୋଉଠି ହେମଚନ୍ଦ୍ର ସରକାର ଗୋଟେ ଅଛି, ଏଇଠି ଅଛି, ହେମଚନ୍ଦ୍ର ସରକାର ହବ ଆନ୍ସର। ତାପରେ ଦେଖ ନେକ୍ସଟ, ଲକ୍ଷ୍ମୀକାନ୍ତ କେଉଁ କବି ଭାବରେ ଓଡ଼ିଆ ସାହିତ୍ୟରେ ପରିଚିତ? ନା କାନ୍ତ କବି।
କାନ୍ତ କବି ଭାବରେ। କ୍ଲିଅର? ନେକ୍ସଟ, କାନ୍ତ କବି କେଉଁ ସ୍ଥାନରେ, ଦେଖ ଏଠି ଦେଇଛି ଅପସନ, କାନ୍ତ କବି କେଉଁ ସ୍ଥାନରେ ଏଭଳି ସ୍ୱତନ୍ତ୍ର ସୁନାମ ଧନ୍ୟ ଉପାଧି ପାଇଥିଲେ? କୋଉଠିକିରେ କାନ୍ତ କବିକୁ ଯୋଉ ସମ୍ମାନ ଦିଆଗଲା କାନ୍ତ କବି ବୋଲି, ତାହେଲେ ସେଟା କେବେ ଦିଆଗଲା ତାଙ୍କୁ? ନା ଭଦ୍ରକ ହାଇସ୍କୁଲରେ, ମନେ ରଖ 1934 ମସିହାରେ ଭଦ୍ରକ ହାଇସ୍କୁଲରେ ଗୋଟେ ସମ୍ବର୍ଦ୍ଧନା ସଭା କରାଯାଇ ଲକ୍ଷ୍ମୀକାନ୍ତଙ୍କୁ କାନ୍ତ କବି ବୋଲି ସେଠାରେ ଘୋଷଣା କରାଗଲା। ଆଉ ଭୁଲରେ ମାରିଦେବନି ଭଦ୍ରକ ଜିଲ୍ଲା ସ୍କୁଲ ବୋଲି, ବୁଝିହେଲା? ସେଟା ହବ ଭଦ୍ରକ ହାଇସ୍କୁଲ। ହାଇସ୍କୁଲ ଆଉ ଜିଲ୍ଲା ସ୍କୁଲ ଭିତରେ କନଫ୍ୟୁଜ ହବ ନାହିଁ, ଏଟା ନାହିଁ, ତାହା ହବ ଠିକ ଆନ୍ସର, ବୁଝିଲ? ତା ଦେଖ, ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କେବେ କାନ୍ତ କବି ସମ୍ମାନ ଦିଆଯାଇଥିଲା? ନା କହିଲି 1934, ଏବେ କହିଲି ଦେଖ 1934, ତେଣୁ 1934 ହବ ଆନ୍ସର, ବୁଝିଲ? ନେକ୍ସଟ, କାନ୍ତ କବି କାହାଠାରୁ ଦୀକ୍ଷା ଗ୍ରହଣ କରିଥିଲେ? ଜାଣିଥିବ କାନ୍ତ କବିଙ୍କର ତାପରେ ମାନେ ଇଏ ନାକୁ ଇଏ ହେଇଗଲା, ବୁଝିଲା? କଣ ହେଇଗଲା? ମାନେ ଦେହ ଖରାପ ହେଇଗଲା। ଯେତେବେଳେ ଦେହ ଖରାପ ହେଇଗଲା, ସେ କାହାଠାରୁ ଦୀକ୍ଷା ଗ୍ରହଣ କରିଥିଲେ? ନା ବାବାଜୀ ରାମଦାସ, ନଖ କୁହାଗଲାନି, ବାବାଜୀ ରାମଦାସ ଦେଇଛି ଠିକ, ଦେଖ କୁଳଗୁରୁ ବାବାଜୀ ରାମଦାସଙ୍କ ଠାରୁ ସେ ଦୀକ୍ଷା ଗ୍ରହଣ କରିଥିଲେ, ବୁଝିଲ? ନା କିଛି ଡାଉଟ? ଓକେ। ନେକ୍ସଟ, କାନ୍ତ କବିଙ୍କ ପରିବାରର କୁଳ ଦେବତା କିଏ ଥିଲେ? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ତାଙ୍କ କୁଳ ଦେବତା ଥିଲେ ଯୋଉ ଗୋପୀନାଥ, ବୁଝିଲା? ଗୋପୀନାଥ ଥିଲେ। ନେକ୍ସଟ 23 ନମ୍ବର, 1912 ମସିହାରେ କବିଙ୍କ ରଚିତ କେଉଁ କବିତା ଉତ୍କଳ ସମ୍ମିଳନୀରେ ଗାନ କରାଯାଇ ପ୍ରସିଦ୍ଧି ଲାଭ କରିଥିଲା? କୋଉଟା? 1912ରେ ବନ୍ଦେ ଉତ୍କଳ ଜନନୀ, ମନେ ରଖ ବନ୍ଦେ ଉତ୍କଳ ଜନନୀ ତାଙ୍କର ସେଟା ପ୍ରସିଦ୍ଧି ଲାଭ କରିଥିଲା। ମାନେ ଯୋଉ ଉତ୍କଳ ସମ୍ମିଳନୀ ଯୋଉ ଚାଲିଥିଲା ସେଇ ସମୟରେ 1912 ମସିହାରେ ସେଟା ଗାନ କରାଯାଇଥିଲା। କୋଉଟା? ନା ବନ୍ଦେ ଉତ୍କଳ ଜନନୀ କବିତାଟି। ଲକ୍ଷ୍ମୀକାନ୍ତଙ୍କ ପିତା କେଉଁ କାଉନସିଲର ସଭ୍ୟ ଥିଲେ? କାଉନସିଲରେ ନା ବିହାର ଓଡ଼ିଶା କାଉନସିଲରେ ସେ ସଭ୍ୟ ଥିଲେ। ମୁଁ ଯେତେବେଳେ ଲାଷ୍ଟକୁ ସେ ସେଇ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ, ତେଣୁ ଅପସନ ଗ ହବ ଆନ୍ସର। ତାପରେ ଗୋପୀନାଥ ସଙ୍ଗୀତ ସମାଜ କେଉଁ କାର୍ଯ୍ୟ ଲାଗି ଉଦ୍ଦିଷ୍ଟ ଥିଲା? ଗୋପୀନାଥ ସଙ୍ଗୀତ ସମାଜ କୋଉଥିପାଇଁ କିରେ? ନା ନାଟକ ଅଭିନୟ, ତାପରେ ରହିଲା ଯୋଉ ଅପେରା, ବୁଝିଲା? ଯୋଉଟା କହୁଛେ ଆମେ ନାଟକ ଆଉ ଅଭିନୟ, ସେଥିପାଇଁ ସେଟା ହେଇଥିଲା, ବୁଝିଲା? ତେଣୁ ନାଟକ ଆଉ ଅଭିନୟ ହବ ଆନ୍ସର। ତାପରେ ଗୋପୀନାଥ ସଙ୍ଗୀତ ସମାଜ କେତେ ବର୍ଷ ଧରି ତିଷ୍ଠି ରହିଥିଲା? ପ୍ରାୟ 5 ବର୍ଷ ତିଷ୍ଠି ଥିଲା, ବୁଝିଲ? ତେଣୁ 5 ହବ ଏଠାରେ କରେକ୍ଟ ଆନ୍ସର। ନେକ୍ସଟ, 1929 ମସିହାରେ ଗୋପୀନାଥ ସଙ୍ଗୀତ ସମାଜ ଭାଙ୍ଗିଯିବା ପରେ କ'ଣ ସ୍ଥାପନ ହେଇଥିଲା? ଯେତେବେଳେ ଗୋପୀନାଥ ସମାଜ ଯୋଉ ସଙ୍ଗୀତ ସମାଜ ଭାଙ୍ଗିଗଲା, ତାର କ'ଣ ସ୍ଥାପନ ହେଲା? ନା ଗୋପୀନାଥ ପ୍ରେସ ସ୍ଥାପନ କଲେ। କେବେ? ନା 1929 ମସିହାରେ, ବୁଝିଲା? କେବେ? ନା 1929 ମସିହାରେ। କୋଉଠି? ନା ଭଦ୍ରକରେ। ମନେ ରଖ, ଜାଗା ନାହିଁ ମନେ ରଖ, ହେଲା? ଏଇଟା ଏମସିକ୍ୟୁରେ ପକେଇଛି, ମୁଁ ଏତିକି କହିଲି, ଏଗୁଡ଼ାକ ଏମସିକ୍ୟୁରେ ତମର ଆସିବାର ବହୁତ ଚାନ୍ସ ଅଛି। କାନ୍ତ କବିଙ୍କ ଦ୍ୱାରା ସମ୍ପାଦିତ ପତ୍ରିକାର ନାମ କ'ଣ ଥିଲା? ନା ଡଗର ପତ୍ରିକା, ଏଟା ବହୁତ ଇମ୍ପୋର୍ଟାଣ୍ଟ। ଡଗର ପତ୍ରିକା ହେଲା କାନ୍ତ କବିଙ୍କ ଦ୍ୱାରା ସମ୍ପାଦିତ ପତ୍ରିକା। ତାପରେ କାନ୍ତ କବିଙ୍କ ରଚିତ ଚଟକ ଚନ୍ଦ୍ରହାସ ଚମ୍ପୁ କେଉଁ କବିଙ୍କ ରଚନାର ଏକ ବ୍ୟଙ୍ଗାତ୍ମକ ଅନୁକରଣ? ଚଟକ ଚନ୍ଦ୍ରହାସ ଚମ୍ପୁ, ଚଟକ ଚନ୍ଦ୍ରହାସ ଚମ୍ପୁ ହଉଛି କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ, ଜାଣିଥିବ? କବିଶର୍ଯ୍ୟ ବଳଦେବ ରଥ, ବୁଝିଲା? ସେ ଲେଖିଥିଲେ, ତେଣୁ ତାଙ୍କର ଗୋଟେ ବ୍ୟଙ୍ଗାତ୍ମକ ଅନୁକରଣ ହେଲା ଚଟକ ଚନ୍ଦ୍ରହାସ ଚମ୍ପୁ। ଯଦି ପଚାରିବ କୋଉ କାହାର? ନା କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର। କିଏ ଲେଖିଛନ୍ତି? ନା କବିଶର୍ଯ୍ୟ ବଳଦେବ ରଥ। କାନ୍ତ କବିଙ୍କର କେଉଁ ଲାଳିକା କଳାମାଣିକରେ ଛାନ୍ଦରେ ଅନୁକରଣ ରୂପ ଅଟେ? ନା କଳାମାଣିକଟା ହେଇଛି ଧଳାମାଣିକ। ଓକେ, କାନ୍ତ କବି ଲେଖିଛନ୍ତି ଧଳାମାଣିକ, କାହାକୁ ଅନୁକରଣ କରିକି? ନା କଳାମାଣିକକୁ ଅନୁକରଣ କରିକି। ଫକୀରମୋହନ ସେନାପତିଙ୍କ କେଉଁ ସୃଷ୍ଟିର ଅନୁକରଣରେ କବି ନାଟକ ସଫର ଲାଳିକା ରଚନା କରିଛନ୍ତି? ନା ଉତ୍କଳ ଭ୍ରମଣ। ନାଟକ ସଫର ନୁହେଁ, ଏଟା କଟକ ସଫର, ବୁଝିଲା? ଏଟା ଭୁଲ ଦେଇଛି, କଟକ ସଫର। ନା ଉତ୍କଳ ଭ୍ରମଣରେ
ସେଟା ସେ କଟକ ସଫର ଲାଳିକା ରଚନା କରିଛନ୍ତି। ତେଣୁ ଏଠି ଆମର ଉତ୍କଳ ଭ୍ରମଣ ହେଇଯିବ କରେକ୍ଟ ଆନ୍ସର। ବୁଝିଲେ, ଏଟା କଟକ ସଫର ଭୁଲ ଅଛି, ଟାଇପିଂ ମିଷ୍ଟେକ୍। ନିମ୍ନୋକ୍ତ ମଧ୍ୟରୁ କବିଙ୍କର କେଉଁଟି ପ୍ରହସନ ରଚନା ନୁହେଁ? ପ୍ରହସନ ରଚନା କୋଉଟା ନୁହେଁ? କୋଉଟା ନୁହଁ କହିଲ? ହନୁମନ୍ତର ବସ୍ତ୍ରହରଣ, ଡିମ୍ବ ଓ କ୍ରସି ସଭା ଦିଟା ଠିକ ଅଛି। ତାପରେ ଜର୍ମାନଭୂତ ଠିକ ଅଛି। କଟକ ସଫର ଆନ୍ସର। ତାପରେ 33 ନମ୍ବର, ଲକ୍ଷ୍ମୀକାନ୍ତଙ୍କର କେଉଁ କୃତି ଯାହା ଜୀବଜନ୍ତୁ ସମ୍ବନ୍ଧୀୟ ସାହିତ୍ୟ ଯାହା ଶିଶୁମାନଙ୍କ ପାଇଁ ଉପାଦେୟ ଅଟେ? ଦେଖ, ଜୀବଜନ୍ତୁଙ୍କ ପାଇଁ ସେ ଲେଖିଥିଲେ ଚିଡ଼ିଆଖାନା, ଯୋଉଟା ଶିଶୁମାନଙ୍କ ପାଇଁ ଉପଯୋଗୀ ହେଲା। ଚିଡ଼ିଆଖାନା। ଯଦି ପଚାରିବ ପୌରାଣିକ କାହାଣୀ, ଯଦି ପଚାରିଦବ ପୌରାଣିକ କାହାଣୀ, ବୁଝିଲା, ପୌରାଣିକ କାହାଣୀ, ହେଲେ ପୌରାଣିକ କାହାଣୀ ପାଇଁ କ'ଣ ଲେଖିଥିଲେ? ନା ପିଲାଙ୍କ କଥା ଲେଖିଥିଲେ, ବୁଝିଲା। ତେଣୁ ଯେହେତୁ ଏଟା ଦେଇଛି ଆମକୁ ଜୀବଜନ୍ତୁ ଉପରେ ହେଲେ ଚିଡ଼ିଆଖାନା ହବ ଆନ୍ସର। ବୁଝିଲ, ପୌରାଣିକ କାହାଣୀ ଉପରେ ପିଲାଙ୍କ କଥା ମନେ ରଖିଦିଅ। ତାପରେ କିଶୋରମାନଙ୍କ ପାଇଁ ଉଦ୍ଦିଷ୍ଟ ପାଠଶାଳା ଓ ସାହିତ୍ୟ ସୁଧାକର ପୁସ୍ତକ ଦୁଇଟି କେଉଁ ପ୍ରକାର କୃତି? ଦେଖ, ପାଠଶାଳା ଆଉ ଏଟା ହଉଛି ସାହିତ୍ୟ ସୁଧାକର। ଏଟା ହଉଛି ମାନେ ଶିକ୍ଷା ସମ୍ବନ୍ଧୀୟ ହେଲା, ଶିକ୍ଷୋଚିତ ନୀତି। କ୍ଲିୟର? ତେଣୁ ଶିକ୍ଷା ସମ୍ବନ୍ଧୀୟ ହବ ଆନ୍ସର। ଶିକ୍ଷା ବା ଉପଦେଶ। କ୍ଲିୟର? ଶିକ୍ଷା ଆଉ ଉପଦେଶ। ବୁଝିଲ ଦି? ନେକ୍ସଟ, କାନ୍ତକବିଙ୍କ ରଚିତ ପିଲାଙ୍କ କଥା କେଉଁ ପ୍ରକାର କାହାଣୀ ସଂକଳନ? ଦେଖ, ପିଲାଙ୍କ କଥା ଯୋଉ ଲେଖିଥିଲେ, ପିଲାଙ୍କ କଥା, ସେଟା କେମିତିଆ ସଂକଳନ କିରେ? ବହୁତ ହେଇଛି ଏଟା, ସମସ୍ତେ ଏଟା ଆସିବ। ଯୋଉ ପିଲାଙ୍କ କଥାଟା, ସେଟା ମାନେ କୋଉ ସଂକଳନ? ନା ପୌରାଣିକ କାହାଣୀ ସଂକଳନ। ବୁଝିଲା, ପିଲାଙ୍କ କଥା ସେଟା ହେଲା ପୌରାଣିକ କାହାଣୀ, ଯୋଉଟା କି ମୁଁ ଉପରେ ଡିସ୍କସନ କରାଇଲି। କ୍ଲିୟର? ସେଇଟା ଏଠି ପଚାରିଦେଲା। ତାପରେ ଦେଖ, କାନ୍ତକବିଙ୍କ ରଚିତ କରୁଣର ସଂଯୁକ୍ତ ଶ୍ରେଷ୍ଠ ଗଳ୍ପଟିର ନାମ କ'ଣ? କରୁଣର ସଂଯୁକ୍ତ ଶ୍ରେଷ୍ଠ ଗପ, ଯୋଉଟା ବହୁତ ଫେମସ, ମୁଁ କହିଥିଲି ସେଟା କ'ଣ? ନା ବୁଢ଼ା ଶଙ୍ଖାରି। ହେଲା, ବୁଢ଼ା ଶଙ୍ଖାରିଟା ତାଙ୍କର ବହୁତ ଫେମସ ଅଟେ। କବିଙ୍କର ରଚିତ ହାସ୍ୟ ଓ ବ୍ୟଙ୍ଗ ଓ ବିଦ୍ରୂପ ଧର୍ମୀ ଗଦ୍ୟ ରଚନାର ନାମ କ'ଣ? ଦେଖ, ହାସ୍ୟ ବ୍ୟଙ୍ଗ ଆଉ ଗୋଟେ ବିଦ୍ରୂପ ଧର୍ମୀ ଗଦ୍ୟ ମାନେ ରଚନା କରିଥିଲେ, ତା ନାଁ କ'ଣ? ନା ଅସହଯୋଗୀର ଆତ୍ମକଥା। ବୁଝିଲା, ଅସହଯୋଗୀର ଆତ୍ମକଥା। ଆଉ ତାହେଲେ କଳା ମାମୁଁଟା କ'ଣ? ନା କଳା ମାମୁଁଟା ହଉଛି ତାଙ୍କର ଜାତୀୟତାବାଦୀ। ମନେ ରଖ, ଜାତୀୟତାବାଦୀ ସଂଗ୍ରାମୀ। ଓକେ, ଏ ଉପରେ ଏଟା ଆଧାରିତ। କିନ୍ତୁ ଯେହେତୁ ପଚାରିଛି ଏଟା ଆମକୁ ହାସ୍ୟ ବ୍ୟଙ୍ଗ ଆଉ ବିଦ୍ରୂପ ଧର୍ମୀ ଗଦ୍ୟ ରଚନା, ସେଟା ହବ ଅସହଯୋଗୀର ଆତ୍ମକଥା। ନେକ୍ସଟ, କବିଙ୍କ ଲେଖନୀର ମହନୀୟ ସାହିତ୍ୟ କୃତି ଯାହା ଏକ ଅସମ୍ପୂର୍ଣ୍ଣ ଉପନ୍ୟାସ। ଦେଖ, ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଗୋଟେ ମହନୀୟ ସାହିତ୍ୟ କୃତି ଯୋଉଟା କି ଅସମ୍ପୂର୍ଣ୍ଣ ଅଟେ। କୋଉଟା ତାଙ୍କର ଅସମ୍ପୂର୍ଣ୍ଣ ଥିଲା? କୋଉଟା କିରେ? ନା କଣା ମାମୁଁ। ମନେ ରଖ, କୋଉଟା? କଣା ମାମୁଁ ତାଙ୍କର ଗୋଟେ ଅସମ୍ପୂର୍ଣ୍ଣ, ମାନେ ସେ ସମ୍ପୂର୍ଣ୍ଣ କରିନାହାନ୍ତି। ନିମ୍ନୋକ୍ତ କେଉଁଟି ତାଙ୍କ ରଚିତ ପ୍ରବନ୍ଧ ନୁହେଁ? ଦେଖ, ଏଇ ଭିତରୁ ତାଙ୍କର କୋଉଟା ରଚିତ ପ୍ରବନ୍ଧ ନୁହେଁ ମତେ କୁହ? ଏଇ ଭିତରୁ ତାଙ୍କର କୋଉଟା ଗୋଟେ ରଚିତ ପ୍ରବନ୍ଧ ନୁହେଁ? କହ ଦେଖି। ଦେଖ, ସେ ଲେଖିଥିଲେ ଜୀବନ୍ତ ମରଣ। ହେଲା, ଜୀବନ୍ତ ମରଣଟା ଠିକ ଅଛି। ତାପରେ ଆଉ କ'ଣ ଅଛି? ସାହିତ୍ୟ ସୃଷ୍ଟିରେ ହାସ୍ୟ ରସ। ଦେଖ, ଏଇଟା କୋଉଟା ହବ କିରେ? ଓଡ଼ିଆ ସଙ୍ଗୀତ ସାହିତ୍ୟ ସୃଷ୍ଟିରେ ହାସ୍ୟ ରସ, ଜୀବନ୍ତ ମରଣ, ଓଡ଼ିଆ କେବେ। ତେଣୁ ଏଟା ଆମର ଆନ୍ସର ଯିବ ଓଡ଼ିଆ କେବେ। ଏଟା ଗୋଟେ ପ୍ରବନ୍ଧ ନୁହେଁ। ସରିଲା। ତାପରେ ଦେଖିବ ନେକ୍ସଟ, ନିମ୍ନୋକ୍ତ କେଉଁଟି କବିଙ୍କର ଜୀବନୀ ସ୍ମୃତିମୂଳକ ପ୍ରବନ୍ଧ ଅଟେ? ଦେଖ, ଜୀବନୀ ସ୍ମୃତିମୂଳକ ପ୍ରବନ୍ଧ, ଜୀବନୀ ସ୍ମୃତିମୂଳକ ପ୍ରବନ୍ଧ କୋଉଟା ମତେ କୁହ? ମାନେ ମାନେ ଟିକେ ଜୀବନୀ ଉପରେ ଆଧାରିତ କୋଉଟା? ନା ଖଣ୍ଡିଏ ଚିଠି। ମନେ ରଖ, ଖଣ୍ଡିଏ ଚିଠି। ନିମ୍ନୋକ୍ତ କେଉଁ ରଚନାଟି କାନ୍ତକବିଙ୍କ ହାସ୍ୟ ଉଦ୍ଦୀପକ କବିତା ନୁହେଁ? ହସ ଉପରେ ଗୋଟା କବିତା ନୁହେଁ କହିଲ? ଯୁଗର ମଜା, ଗାନ୍ଧୀଗୋଳ, ଅଲଣା କଥା, ଯୋଉ ଅଲଣା ପୁରାଣ, ମହାପ୍ରୟାଣ। କୋଉଟା ହବ? ନା ମହାପ୍ରୟାଣ। ବୁଝିଲା? କ୍ଲିୟର? କାନ୍ତକବି କେଉଁ ରଚନାଟି କବିବର ରାଧାନାଥ ରାୟଙ୍କ ଚିଲିକା ରୀତିରେ ଲେଖିଥିଲେ? ଚିଲିକା ରୀତିରେ ବୈତରଣୀ ଲେଖିଥିଲେ।
ବୈତରଣୀ ହବ ଆନ୍ସର। ତାପରେ ଦେଖିବ ଛାଡ଼ ଏଇଟା ତମକୁ ମୁଁ ଏକ୍ସଟ୍ରା ଏମସିକ୍ୟୁ ଦେବି ହେଲା, କିଛି ଟେନସନ୍ ନାହିଁ। କବିଙ୍କ ଯୁଗାବତାର କବିତାରେ କିଏ ମହାନ ପୁରୁଷ ଭାବେ ବର୍ଣ୍ଣିତ ହୋଇଛନ୍ତି? ଦେଖ ଯୁଗାବତାର ଭାବରେ ମାନେ କାହାକୁ କରିଛନ୍ତି ନା ମହାତ୍ମା ଗାନ୍ଧୀ, ଏଇଟା ମନେ ରଖ। ମହାତ୍ମା ଗାନ୍ଧୀଙ୍କୁ ଯୁଗାବତାର ଭାବରେ ପରିକଳ୍ପନା କରିଛନ୍ତି ଯୁଗାବତାର କବିତାରେ। ଜୀବନ ସଙ୍ଗୀତ କବିତା ଗୁଚ୍ଛ କେଉଁ ମହାନ କବିଙ୍କ କୃତି ସହ ତୁଳନୀୟ? ନା ରବୀନ୍ଦ୍ରନାଥଙ୍କ ଗୀତାଞ୍ଜଳି। ଏଟା ବହୁତ ଇମ୍ପୋର୍ଟାଣ୍ଟ ହେଲା, ମନେ ରଖିବ, ଏଟା ବହୁତ ଇମ୍ପୋର୍ଟାଣ୍ଟ। ରବୀନ୍ଦ୍ରନାଥଙ୍କ ଗୀତାଞ୍ଜଳି ଏଟା ଜୀବନ ସଙ୍ଗୀତ କବିତା ଗୁଚ୍ଛ କୃତି ସହିତ ତୁଳନା କରାଯାଇଛି। ଓକେ, ଏମିତି ବି କହିଲେ ଜୀବନ ସଙ୍ଗୀତ କବିତା ଗୁଚ୍ଛ ରବୀନ୍ଦ୍ରନାଥଙ୍କ ଗୀତାଞ୍ଜଳି ସହିତ ତୁଳନା କରାଯାଇଛି ବା ତୁଳନୀୟ। କ୍ଲିୟର? ଓକେ, ତାପରେ ନେକ୍ସଟ ଦେଖ କବିଙ୍କର ଜୀବନ ସଙ୍ଗୀତ କେଉଁ ପ୍ରକାର କବିତା ସଂକଳନ? ଯୋଉ ଜୀବନ ସଙ୍ଗୀତଟା ସେଟା ଗୋଟେ କଣ ନା ଦେଶାତ୍ମ ବୋଧ, ମନେ ହେଲା ଦେଶାତ୍ମ ବୋଧ ହବ ଏଠାରେ ଆମର କରେକ୍ଟ ଆନ୍ସର। ନେକ୍ସଟ 42 ନମ୍ବର ଦେଖିବା। ଆରେ ମାଉସଟା କୁଆ ପଡିଲା, ଦେଖ 46 ନମ୍ବର। ନିମ୍ନୋକ୍ତ କବିତା ମଧ୍ୟରୁ କେଉଁଟି କବିଙ୍କର ଲାଳିକା ନୁହେଁ? କୋଉଟା ଲାଳିକା ନୁହଁ କହିଲ? କୋଉଟା ନୁହଁ ନା ଯୁଗବତର। ତା ଦେଖ ନେକ୍ସଟ କାନ୍ତ କବିଙ୍କ ଅଲଣା ପୁରାଣ କେଉଁ ପ୍ରକାରର କବିତା? ଯୋଉ ଅଲଣା ପୁରାଣ ରହିଲା ସେଟା ତାଙ୍କର କେଉଁ ପ୍ରକାର କବିତା? ନା ହାସ୍ୟ ଉଦ୍ଦୀପକ, ବୁଝିଲା? କେଉଁ ପ୍ରକାର ନା ହାସ୍ୟ ଉଦ୍ଦୀପକ। ନେକ୍ସଟ ଜାତୀୟ ସଙ୍ଗୀତ ସଂକଳନରେ କେଉଁ କବିତା ସ୍ଥାନିତ? ଜାତୀୟ ସଙ୍ଗୀତ ସଂକଳନରେ କେଉଁ କବିତା ସ୍ଥାନିତ କହିଲ? ଦେଖ ଦେଖ ଗୋଟେ ମିନିଟ୍, ଜାତୀୟ ସଙ୍ଗୀତ ସଂକଳନରେ କେଉଁ କବିତା ସ୍ଥାନିତ? ଦେଖ ଜାଣିଥିବ ଯୋଉ ଦୁନ୍ଦୁଭି ଅଛି, ଦୁନ୍ଦୁଭି ମତେ କୁହ ବନ୍ଦେ ଉତ୍କଳ ଜନନୀଟା ଯୋଉ ରହିଲା ସେଟା କୋଉ କବିତା ସଂକଳନ ହେଇଛି? ନା ଦୁନ୍ଦୁଭି, ମନେ ହେଲା ଦୁନ୍ଦୁଭି, ମନେ ରଖ ଦୁନ୍ଦୁଭି। ଏଇ କବିତା ସଂକଳନରେ ତୁମର ବନ୍ଦେ ଉତ୍କଳ ଜନନୀ ହେଲା। ଯୋଉ ଜାତୀୟ ସଙ୍ଗୀତଟା ରହିଲା, ବୁଝିହେଲା, ଯୋଉ ଜାତୀୟ ସଙ୍ଗୀତ ରହିଲା ତାହେଲେ ସେଟା କଣ? ସଂକଳନରେ କେଉଁ କବିତା ସ୍ଥାନିତ ହେଇଛି ନା କଣ? କୋଉଟା କିରେ? ମତେ ଲାଗୁଛି ସାଜରେ ସଜାରେ, ନାଇଁ ତ ସାଜରେ ସଜାରେ ନୁହଁ, ହବ ନା ସବୁ। ଜାତୀୟ ସଙ୍ଗୀତ ସଂକଳନରେ କଣ କଣ ଘଟିଥିବ ଯଦି ଯିବା ସଜାରେ ତ ହବ ଆଉ କଣ। ସାଜରେ ସାଜରେ ଉଡାଇ ନିଶାଣ ବଜାଇ ଫେରି କୋଟି କୋଟି କଣ୍ଠେ ଆଜି ତିନିଟାଙ୍କ ଅପସନ ଠିକ ହବ। ତିନିଟାଙ୍କ ଯଦି ଅପସନ ଏଠାରେ ଆମର ଠିକ ହେଇଯିବ ତାହେଲେ କଣ କହିବା ଏଠି ନା ସମସ୍ତ କବିତା ହେଇଯିବ, ବୁଝିଲା, ସମସ୍ତ କବିତା। ତାର ନେକ୍ସଟ ଦେଖ ଓଡ଼ିଶା ସରକାର ସମ୍ପ୍ରତି ବନ୍ଦେ ଉତ୍କଳ ଜନନୀ କବିତାକୁ ସଙ୍ଗୀତ ରୂପେ ମାନ୍ୟତା ଦେଇଛନ୍ତି। ମାନେ କେଉଁ ସଙ୍ଗୀତ ରୂପରେ? ନା ରାଜ୍ୟ ସଙ୍ଗୀତ, ବୁଝିଲା, ରାଜ୍ୟ ସଙ୍ଗୀତ ହବ କରେକ୍ଟ ଆନ୍ସର। ତାପରେ କାନ୍ତ କବିଙ୍କ ବିରଚିତ ଦେଶ ଓ ଜାତୀୟ ବନ୍ଦନାମୂଳକ କବିତା ବଳିରେ ସଂକଳନ କେଉଁ ସଂକଳନ ସମୃଦ୍ଧ ଅଟେ? ଦେଇନି ଠିକ ଏଟା। କାନ୍ତ କବି ବିରଚିତ ଦେଶ ଓ ଜାତିର ବନ୍ଦନାମୂଳକ କବିତା ବଳିରେ କେଉଁ ସଂକଳନ ସମୃଦ୍ଧ ଅଟେ? ଏହାର ଅର୍ଥ ହେଲା ଏଇଆ, ବୁଝିଲା, ନା ଜାତୀୟ ସଙ୍ଗୀତ। କ୍ଲିୟର? ତେଣୁ ଫାଇନାଲି ଆମେ ସବୁ ଯାକ ଏମସିକ୍ୟୁ ଗୁଡାକୁ ଡିସ୍କସନ କରିଦେଲେ ହେଲା, ଏମସିକ୍ୟୁ। ଏବଂ ଦେଖ ଆଉ କିଛି ଆଡିସନାଲ ଏମସିକ୍ୟୁ ମଧ୍ୟ ମୁଁ ଡିସ୍କସନ କରିବି ହେଲା, ଯୋଉଗୁଡାକ ତୁମ ଏକ୍ସାମ ପାଇଁ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ। ଏବଂ ତୁମେ ଜାଣିଥିବ ମୁଁ ତୁମକୁ ଏମସିକ୍ୟୁ ନିଜେ ତିଆରି କରିକି ବହୁତ ଜଲ୍ଦି ମଧ୍ୟ ପ୍ରୋଭାଇଡ କରିଦେବି ହେଲା, ନିଜେ ଟାଇପିଂ କରିକି ନିଜେ ତିଆରି କରିକି ପ୍ରୋଭାଇଡ କରିଦେବି, ଯାହାଦ୍ୱାରା କି ତୁମେ ଭଲ ଭାବରେ ପ୍ରାକ୍ଟିସ କରିପାରିବ। ତେଣୁ ଆଉ ନେକ୍ସଟ ଭିଡ଼ିଓରେ ଆମେ ଯେଉଁ ଆଡିସନାଲ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆନ୍ସର ରହିଛି ହେଲା ତୁମ ବୋର୍ଡ ଏକ୍ସାମ ପାଇଁ, ସେସବୁକୁ ଆମେ କ'ଣ କରିବା ନା ଡିସ୍କସନ କରିବା ନେକ୍ସଟ ଭିଡ଼ିଓରେ। କ୍ଲିୟର? ତେଣୁ
ସମସ୍ତେ ନିଶ୍ଚିତ ଭାବରେ ଭିଡ଼ିଓକୁ ବାରମ୍ବାର ଦେଖ ଏବଂ ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓ କ୍ଲାସ୍ରେ। ଥ୍ୟାଙ୍କ ୟୁ।